ଭୁଲ କରିବା ଲୋକ ଅପେକ୍ଷା ଭୁଲ କରେଇବା ଲୋକ ଅଧିକ ଦୋଷୀ। ଯେଉଁ ବ୍ୟକ୍ତି ଭୁଲ କରୁଛନ୍ତି ସିଏ ଯଦି ଜାଣି ନାହାନ୍ତି, ନିଜର ଅଜାଣତରେ ଭୁଲ କରୁଛନ୍ତି, ତାହେଲେ ତାଙ୍କୁ ମଧ୍ୟ କ୍ଷମା ମିଳିଯିବ। କିନ୍ତୁ ଯେଉଁମାନେ ସବୁ କିଛି ଜାଣିଛନ୍ତି କିନ୍ତୁ ତାଙ୍କର ସେ ଭୁଲ କାମରେ ତାଙ୍କୁ ସହଯୋଗ କରୁଛନ୍ତି, ସେମାନଙ୍କୁ କେବେ ବି କ୍ଷମା ମିଳିବ ନାହିଁ। ଏ ଭିଡିଓରେ ଯେମିତି ଆପଣ ଦେଖିପାରୁଛନ୍ତି, ଯଜ୍ଞ କରାଯାଉଛି କିନ୍ତୁ ସେଠି ଚେୟାର ଉପରେ ବସିକି ଯିଏ ଯଜ୍ଞ କର୍ତ୍ତା ଯିଏ ସେ ଚେୟାର ଉପରେ ବସିଛନ୍ତି, ପ୍ଲାଷ୍ଟିକ ଚେୟାର ଉପରେ ବସିକି ଆହୁତି ଦେଉଛନ୍ତି, ଯାହାକି ଆମର ବୈଦିକ ସନାତନ ଧର୍ମରେ ସମ୍ପୂର୍ଣ୍ଣ ଭୁଲ ପଦ୍ଧତି। କିନ୍ତୁ ଏ ଭୁଲ କାର୍ଯ୍ୟକୁ କରୁଥିବା ବ୍ୟକ୍ତିମାନେ ତ ଅଜ୍ଞାନ, ସେମାନଙ୍କର ଜ୍ଞାନ ଅଛି ବା ନ ଅଛି ତାଙ୍କ କାର୍ଯ୍ୟରୁ ଆପଣ ଜାଣିପାରୁଛନ୍ତି, କିନ୍ତୁ ତାଙ୍କୁ ଏ କାମରେ ସହଯୋଗ ଯେଉଁମାନେ କରୁଛନ୍ତି ସେମାନେ ତ ଜ୍ଞାନୀ ବ୍ୟକ୍ତି ନା, ସେମାନେ ତ ବହୁତ ବଡ଼ ବଡ଼ ପଣ୍ଡିତ ବ୍ରାହ୍ମଣ, ତା ସତ୍ତ୍ୱେ ବି ସେମାନେ ସେ ଭୁଲ କାମକୁ ପ୍ରଶ୍ରୟ ଦେଉଛନ୍ତି, ତାଙ୍କୁ ସେ କାମରେ ସହଯୋଗ କରୁଛନ୍ତି। ଏକଥା କେବେ ବି ଭାବିବେ ନାହିଁ ସିଏ ତ ଭୁଲ କରୁଛନ୍ତି, ଆମର କଣ ଦୋଷ। ଆପଣଙ୍କ ଦ୍ୱାରା ଆପଣଙ୍କର କୌଣସି ପ୍ରକାରର ସାହାଯ୍ୟ ବା ସହଯୋଗ ଯଦି ରହିଛି ଭୁଲ କାମରେ, ତାହେଲେ ଆପଣ ମଧ୍ୟ ଦୋଷୀ। ଆପଣ ଡାଇରେକ୍ଟ ହେଉ ବା ଇନଡାଇରେକ୍ଟ ହେଉ ଯଦି ସେ କାମରେ ସମ୍ପୃକ୍ତ ଅଛନ୍ତି, ତାହେଲେ ଆପଣ ଦୋଷୀ। ଆପଣ ଭୁଲ ହେଉଥିବାର ଯଦି ଦେଖିକି ଚୁପ ରହିବେ, ତାହେଲେ ମଧ୍ୟ ଆପଣ ଦୋଷୀ। ଆପଣଙ୍କୁ ପ୍ରତିବାଦ କରିବାକୁ ପଡ଼ିବ। ନିଜର କର୍ତ୍ତବ୍ୟ ଯଦି ନ କରିବେ ତାହେଲେ ଆପଣ ଦୋଷୀ ହେବେ। ଆପଣଙ୍କ କଥା କିଏ ଶୁଣୁ ବା ନ ଶୁଣୁ, ଭୁଲର ସମର୍ଥନ କେବେ ବି କରିବେ ନାହିଁ, ଦୋଷୀ ହେବାରୁ ନିବୃତ୍ତ ରହିବେ।